ନୀତିବଚନ ପୁସ୍ତକ ଅଧ୍ୟାୟ 19। ନ୍ୟାୟପରାୟଣ ଜୀବନଯାପନ କରୁଥିବା ଜଣେ ନିର୍ଦ୍ଧନ ବ୍ୟକ୍ତି କୁଭାଷୀ ମୂଢ଼ ଅପେକ୍ଷା ବରଂ ଶ୍ରେୟସ୍କର। ଜ୍ଞାନହୀନ ହୋଇ ରହିବା ମନୁଷ୍ୟ ପକ୍ଷରେ ଭଲ ନୁହେଁ। ଯିଏ ଦ୍ରୁତ ଗତିରେ ଗମନ କରେ ସେ ପଥଭ୍ରଷ୍ଟ ହୁଏ। ଜଣକର ମୂଢ଼ତା ଯେବେ ତାକୁ ବିନାଶ ଆଡ଼କୁ ଆନୟନ କରେ ତେବେ ତାର ହୃଦୟ ପ୍ରଭୁଙ୍କ ବିରୁଦ୍ଧରେ କ୍ରୋଧାନ୍ୱିତ ହୁଏ। ଧନ ସଂଖ୍ୟାଧିକ ନୂତନ ବନ୍ଧୁଙ୍କୁ ଅର୍ଜନ କରେ, କିନ୍ତୁ ଜଣେ ନିର୍ଦ୍ଧନ ତାର ବନ୍ଧୁ ଦ୍ୱାରା ପରିତ୍ୟକ୍ତ ହୁଏ। ଜଣେ କପଟୀ ସାକ୍ଷୀ ଅଦଣ୍ଡିତ ହୋଇ ରହିବ ନାହିଁ, ଏବଂ ଯିଏ ମିଥ୍ୟାଳାପ କରେ ସେ ରକ୍ଷା ପାଇବ ନାହିଁ। ଜଣେ ଉଦାର ବ୍ୟକ୍ତିର ପ୍ରୀତି ଲାଭ କରିବା ପାଇଁ ଉଦ୍ୟତ ହୁଅନ୍ତି, ଏବଂ ସମସ୍ତେ ଦାନଶୀଳ ବ୍ୟକ୍ତିର ବନ୍ଧୁ ଅଟନ୍ତି। ନିର୍ଦ୍ଧନ ଲୋକଟିର ଭ୍ରାତାଗଣ ମଧ୍ୟ ତାକୁ ଘୃଣା କରନ୍ତି, ତାହା ହେଲେ ତାର ବନ୍ଧୁଗଣ କେତେ ବା ଅଧିକ ତା ନିକଟରୁ ଦୂରେଇ ନ ଯିବେ। ସେ ଉତ୍ତମ କଥା କହି ସେମାନଙ୍କର ପଶ୍ଚାତଗମନ କରେ, କିନ୍ତୁ ତାର ସାହାଯ୍ୟ ହେବା ପାଇଁ କେହି ନାହିଁ। ଯିଏ ପ୍ରଜ୍ଞା ଲାଭ କରେ ସେ ନିଜକୁ ସ୍ନେହ କରେ, ଏବଂ ଯିଏ ବିବେଚନା ପାଇଁ ପ୍ରୟାସୀ ହୁଏ ସେ ଐଶ୍ୱର୍ଯ୍ୟଶାଳୀ ହେବ। ଜଣେ କପଟୀ ସାକ୍ଷୀ ଅଦଣ୍ଡିତ ହୋଇ ରହିବ ନାହିଁ, ଏବଂ ଯିଏ ମିଥ୍ୟା କହେ ସେ ବିନାଶ ହେବ। ଭୋଗବିଳାସରେ ଜୀବନଯାପନ କରିବା ଜଣେ ନିର୍ଦ୍ଧନ ବ୍ୟକ୍ତି ପ୍ରତି ଅନୁଚିତ। ଅଧିପତିମାନଙ୍କ ଉପରେ କର୍ତ୍ତୃତ୍ୱ ବିସ୍ତାର କରିବା ଦାସଟିର ତତୋଧିକ ଅନୁଚିତ। ସୁବୁଦ୍ଧି ମନୁଷ୍ୟକୁ ଧୀର କପି କରେ, ଏବଂ ଦୋଷ ପ୍ରତି କ୍ଷମା ଦେବା ତା ପକ୍ଷରେ ଏକ ଭୂଷଣ। ରାଜାଙ୍କ କୋପ ସିଂହର ଗର୍ଜନ ସଦୃଶ, କିନ୍ତୁ ତାଙ୍କର ପ୍ରୀତି ତୃଣାଦ୍ରତାକାରୀ ଶିଶିର ସମ। ଜଣେ ମୂଢ଼ ପୁତ୍ର ତାର ପିତାଙ୍କ ବିନାଶ ଘଟାଏ, ଓ ଜଣେ କଳହ ପ୍ରିୟା ପତ୍ନୀ ଅବିଶ୍ରାନ୍ତ ବୃଷ୍ଟିପାତ ସଦୃଶ। ଗୃହ ତଥା ସମ୍ପଦ ପିତୃଲୋକ ଠାରୁ ପ୍ରାପ୍ତ ଅଧିକାର ଅଟେ, କିନ୍ତୁ ଜଣେ ବିବେକମତୀ ପତ୍ନୀ ପ୍ରଭୁଙ୍କର ଏକ ଦାନ ଅଟେ। ଆଳସ୍ୟ ଜଣକୁ ଘୋର ନିଦ୍ରାରେ ନିମଗ୍ନ କରେ, ଜଣେ ଅଳସୁଆ କ୍ଷୁଧା ଭୋଗ କରିବ। ଯିଏ ଆଜ୍ଞା ପାଳନକାରୀ ସେ ସ୍ୱଜୀବନକୁ ସଂରକ୍ଷଣ କରେ, କିନ୍ତୁ ଯିଏ ବାକ୍ୟର ଅବଜ୍ଞାକାରୀ ସେ ମୃତ୍ୟୁ ମୁଖରେ ପଡ଼ିବ। ଯିଏ ନିର୍ଦ୍ଧନ ପ୍ରତି ଦୟା ପ୍ରଦର୍ଶନ କରେ ସେ ପ୍ରଭୁଙ୍କୁ ଧାର ଦିଏ, ଏବଂ ସେ ତାକୁ ପରିଶୋଧ କରିବେ। ଯେ ପର୍ଯ୍ୟନ୍ତ ତୁମର ବିଶ୍ୱାସ ଥାଏ ଯେ ତୁମର ପୁତ୍ର ଉତ୍ତମ ହେବ, ସେ ପର୍ଯ୍ୟନ୍ତ ତାକୁ ସଂଶୋଧନ କର। ତାର ବିନାଶ ଘଟାଇବା ପାଇଁ ତୁମେ ମନସ୍ଥ ହୁଅ ନାହିଁ। କଠିନ କପି ଶାସ୍ତି ଭୋଗ କରିବ, ତାକୁ ରକ୍ଷା କରିବା ପାଇଁ ଉଦ୍ୟତ ହେଲେ ତୁମକୁ ତାହା ପୁନରାୟ ଆବୃତ୍ତି କରିବାକୁ ପଡ଼ିବ। ଉପଦେଶ ଶୁଣି ଶିକ୍ଷା ଲାଭ କର, ତାହା ହେଲେ ତୁମେ ଭବିଷ୍ୟତରେ ବିଜ୍ଞ ହେବ। ମନୁଷ୍ୟ ନିଜ ମନରେ ବହୁବିଧ ଯୋଜନା ଆୟୋଜନ କରେ, କିନ୍ତୁ କେବଳ ପ୍ରଭୁଙ୍କର ଲକ୍ଷ୍ୟ ସାର୍ଥକ ହେବ। ଯେକୌଣସି ବ୍ୟକ୍ତିଠାରୁ ଦୟା ଆଗ୍ରହାନ୍ୱିତ ହେଉଥାଏ, ମିଥ୍ୟାବାଦୀ ଅପେକ୍ଷା ଜଣେ ନିର୍ଦ୍ଧନ ବରଂ ଶ୍ରେୟସ୍କର। ପ୍ରଭୁଙ୍କ ପ୍ରତି ଭୟଭକ୍ତି ଜୀବନ ଆଡ଼କୁ ବାଟ କଢ଼ାଏ। ଯିଏ ତାହା ପ୍ରାପ୍ତ ହୋଇଛି ସେ ତୃପ୍ତାବସ୍ଥାରେ ଅବସ୍ଥାନ କରେ, ତା ପ୍ରତି କୌଣସି ଅନିଷ୍ଟ ସଂଘଟିତ ହେବ ନାହିଁ। ଜଣେ ଅଳସୁଆ ଥାଳିରେ ନିଜ ମସ୍ତକକୁ ବୁଡ଼ାଇ ରଖେ, ତାହାକୁ ସେ ନିଜ ମୁଖକୁ ମଧ୍ୟ ଘେନିଯିବ ନାହିଁ। ଉପହାସକକୁ ଆଘାତ କରେ, ଜଣେ ଅଜ୍ଞ ତଦ୍ୱାରା ବିବେକର ଶିକ୍ଷା ଲାଭ କରିବ। ଜ୍ଞାନ ସମ୍ପନ୍ନ ବ୍ୟକ୍ତିକୁ ତିରସ୍କାର କଲେ ସେ ପ୍ରଜ୍ଞା ଅର୍ଜନ କରିବ। ଯେଉଁ ପୁତ୍ର ନିଜ ପିତାଙ୍କର ସମ୍ପଦକୁ ନଷ୍ଟ କରେ ଓ ସ୍ୱମାତାଙ୍କୁ ତଡ଼ିଦିଏ, ସେ ଅପମାନ ତଥା ଲଜ୍ଜା ଘଟାଏ। ମୋର ବତ୍ସ, ଜ୍ଞାନ ପଥରୁ ଭ୍ରଷ୍ଟ ହେବା ପାଇଁ ତୁମେ ଯଦି ଚାହୁଁଥାଅ, ତେବେ ଶିକ୍ଷୋପଦେଶରୁ ତୁମ କର୍ଣ୍ଣକୁ ବିମୁଖ କର।
ଜଣେ ଅଧମ ସାକ୍ଷୀ ନ୍ୟାୟ ବିଚାରକୁ ନିନ୍ଦା କରେ ଓ ଦୁଷ୍ଟ ବ୍ୟକ୍ତିର ମୁଖ ଅନ୍ୟାୟ ଗ୍ରାସ କରେ। ଉପହାସକମାନଙ୍କ ପାଇଁ ଶାସ୍ତି ବିଧାନ ଓ ମୂଢ଼ ବ୍ୟକ୍ତିମାନଙ୍କର ପୃଷ୍ଠ ପାଇଁ ପ୍ରହାର ପ୍ରସ୍ତୁତ ହୋଇ ରହିଛି। ଅଧ୍ୟାୟ 20। ଦ୍ରାକ୍ଷାରସ ଜଣେ ଉପହାସକ ଓ ମାଦକ ଦ୍ରବ୍ୟ ଏକ କଳହ ପ୍ରିୟ ଅଟେ। ଯେ ତଦ୍ୱାରା ବିଭ୍ରାନ୍ତ ହୁଏ ସେ ବିଜ୍ଞ ନୁହେଁ। ରାଜାଙ୍କ ଭୟାନକ କୋପ ସିଂହ ଗର୍ଜନ ସଦୃଶ ଅଟେ। ଯିଏ ତାକୁ କ୍ରୋଧାନ୍ୱିତ କରେ ସେ ନିଜ ଜୀବନକୁ ବିପଦାପନ୍ନ କରେ। ବିପଦରୁ ଦୂରେଇ ରହିବା ବିବେକୀ ବ୍ୟକ୍ତି ପାଇଁ ସମ୍ମାନାସ୍ପଦ ବିଷୟ ଅଟେ। କିନ୍ତୁ ଜଣେ ନିର୍ବୋଧ କଳହରେ ମତ ରହେ। ଜଣେ ଅଳସୁଆ ଶରତ କାଳରେ ଚାଷ କରେ ନାହିଁ। ଫସଲ କାଳରେ ସେ ଖୋଜି ବୁଲିବ କିନ୍ତୁ କିଛି ପାଇବ ନାହିଁ। ଜଣେ ବ୍ୟକ୍ତିର ମନକଳ୍ପନା ଅଗାଧ ଜଳ ସଦୃଶ, କିନ୍ତୁ ଜଣେ ଜ୍ଞାନୀ ତାହା କାଢ଼ିବ। ସଂଖ୍ୟାଧିକ ଲୋକ ନିଜ ନିଜକୁ ବିଶ୍ୱସ୍ତ ରୂପେ ଘୋଷଣା କରନ୍ତି, କିନ୍ତୁ ଯଥାର୍ଥ ବିଶ୍ୱସ୍ତ ବ୍ୟକ୍ତିର ସନ୍ଧାନ କିଏ ବା ପାଇପାରିବ? ନ୍ୟାୟପରାୟଣତାରେ ବିଚରଣ କରୁଥିବା ଜଣେ ନୀତିନିଷ୍ଠ ବ୍ୟକ୍ତି ତାର ପରବର୍ତ୍ତୀ ବଂଶଧରମାନେ ଧନ୍ୟ ଅଟନ୍ତି। ନ୍ୟାୟ ବିଚାରର ସିଂହାସନରେ ଆସୀନ ଜଣେ ରାଜା ନିଜ ଚକ୍ଷୁ ଦ୍ୱାରା ମସ୍ତକ ମନ୍ଦକୁ ଏଡ଼ାଇ ଦିଏ। କିଏ କହିପାରିବ ଯେ ମୋର ହୃଦୟକୁ ମୁଁ ଶୁଦ୍ଧପୂତ କରିଅଛି, ମୁଁ ପାପ ପଙ୍କିଳରୁ ଶୁଦ୍ଧ? ବିବିଧ ପ୍ରକାର ବଟକରା ତଥା ପରିମାଣ ପ୍ରଭୁଙ୍କ ସନ୍ନିଧାନରେ ସମାନ ଭାବେ ଘୃଣ୍ୟ। ନିଜର କର୍ମାବଳୀ ଯେ ନିର୍ଦ୍ଦୋଷ ତଥା ନ୍ୟାୟ ସଙ୍ଗତ କି ନାହିଁ, ଏହା ଶିଶୁଗଣ ସୁଦ୍ଧା ସେମାନଙ୍କ କାର୍ଯ୍ୟକଳାପ ଜରିଆରେ ବିଦିତ କରନ୍ତି। ଶୁଣିବା ପାଇଁ କର୍ଣ୍ଣ ଓ ଦେଖିବା ପାଇଁ ଚକ୍ଷୁ, ଏହି ଉଭୟଙ୍କୁ ପ୍ରଭୁ ସୃଷ୍ଟି କରିଛନ୍ତି। ନିଦ୍ରାକୁ ସ୍ନେହ କର ନାହିଁ, ନଚେତ୍ ତୁମେ ଦରିଦ୍ର ହେବ। ତୁମର ଚକ୍ଷୁକୁ ଉନ୍ମୁକ୍ତ କର ଓ ତୁମେ ପ୍ରଚୁର ଆହାର ଲାଭ କରିବ। କ୍ରୟ କରିବା ବେଳେ କ୍ରେତା କହେ ଭଲ ନୁହେଁ, ଭଲ ନୁହେଁ, କିନ୍ତୁ ତତ୍ପରେ ନିଜକୁ ଅଭିନନ୍ଦନ ଜଣାଇ ସେ ନିଜ ପଥରେ ଯାତ୍ରା କରେ। ସ୍ୱର୍ଣ୍ଣ ତଥା ବହୁମୂଲ୍ୟ ମୁକ୍ତା ସୁଲଭ ଅଟେ, କିନ୍ତୁ ଜ୍ଞାନ ସମ୍ପନ୍ନ ଅଧର ଏକ ମହାର୍ଘ ରତ୍ନ ଅଟେ। ଜଣେ ଅପରିଚିତ ଲୋକ ନିମନ୍ତେ ପଣ ସ୍ୱରୂପ ହୋଇ ରହିଥିବା ବ୍ୟକ୍ତିଠାରୁ ତାର ବସ୍ତ୍ର ଘେନିନିଅ ଓ ବିଦେଶୀ ସକାଶେ ପଣ ସଦୃଶ ହୋଇ ରହୁଥିବା ବ୍ୟକ୍ତିକୁ ବନ୍ଧକ ରଖ। ପ୍ରବଞ୍ଚନାତ୍ମକ ଭାବେ ଅର୍ଜିତ ହୋଇଥିବା ଆହାର ପ୍ରଥମତଃ ମଧୁର ଲାଗେ, କିନ୍ତୁ ତତ୍ପରେ ତାର ମୁଖ କଙ୍କର ଦ୍ୱାରା ଭରିଯିବ। ଆଲୋଚନା ଦ୍ୱାରା ସମସ୍ତ ଯୋଜନା ଆୟୋଜିତ ହୁଏ। ବିଜ୍ଞ ପରାମର୍ଶ ନେଇ ସଂଗ୍ରାମ କର। ଜଣେ ମିଥ୍ୟାବାଦୀ ବ୍ୟକ୍ତି ରହସ୍ୟ କଥା ପ୍ରକାଶ କରେ, ସୁତରାଂ ଜଣେ ମୂଢ଼ ବକ୍ତା ସହିତ କୌଣସି ସମ୍ପର୍କ ରଖ ନାହିଁ। ଯିଏ ନିଜର ପିତା କିମ୍ବା ମାତାଙ୍କୁ ଅଭିଶାପ ଦିଏ, ତାର ପ୍ରଦୀପ ନିବିଡ଼ ଅନ୍ଧାର ମଧ୍ୟରେ ଲିଭିଯିବ। ଯେଉଁ ସତ୍ତାଧିକାର ଖୁବ୍ ଶୀଘ୍ରରେ ଅର୍ଜିତ ହୁଏ, ତାହା ପରିଶେଷରେ ଆଶୀଷଯୁକ୍ତ ହେବ ନାହିଁ। କୁହ ନାହିଁ ଯେ ମୁଁ ଅନିଷ୍ଟ ପ୍ରତି ପ୍ରତିଶୋଧ ନେବି, ବରଂ ପ୍ରଭୁଙ୍କଠାରେ ଆଶ୍ରିତ ହୁଅ ଓ ସେ ତୁମର ସହାୟକ ହେବେ। ବିଭିନ୍ନ ପ୍ରକାରେ ବଟକରା ପ୍ରଭୁଙ୍କ ସନ୍ନିଧାନରେ ଘୃଣ୍ୟ। ଅଯଥାର୍ଥ ତରାଜୁ ଆଦୌ ଭଲ ନୁହେଁ। ମନୁଷ୍ୟର ପଦକ୍ଷେପକୁ ପ୍ରଭୁ ନିୟନ୍ତ୍ରଣ କରନ୍ତି, ତାହାହେଲେ ସେ କିପରି ନିଜ ପଥକୁ ବୁଝିପାରିବ? ଏହା ଶୁଦ୍ଧ ଅଟେ ବୋଲି କହିବା ଓ ବ୍ରତ ଗ୍ରହଣ କରିବା ପରେ ତା ସମ୍ବନ୍ଧରେ ଆଲୋଚନା କରିବା, ଏହି ଉଭୟ କାର୍ଯ୍ୟ ମନୁଷ୍ୟ ପ୍ରତି ଏକ ଫାଶ ଅଟେ। ଜଣେ ବିଜ୍ଞ ରାଜା ଦୁଷ୍ଟ ବ୍ୟକ୍ତିମାନଙ୍କୁ ଉଡ଼ାଇ ଦିଅନ୍ତି ଓ ସେମାନଙ୍କ ଉପରେ ରଥଚକ୍ରକୁ ବୁଲାନ୍ତି।
ମନୁଷ୍ୟର ଆତ୍ମା ପ୍ରଭୁଙ୍କର ଏକ ପ୍ରଦୀପ ଅଟେ। ତାହା ତା'ର ଅନ୍ତରତମ ସ୍ଥାନକୁ ସନ୍ଧାନ କରେ। ବିଶ୍ୱସ୍ତତା ତଥା ସତ୍ୟତା ରାଜାଙ୍କୁ ସଂରକ୍ଷଣ କରେ। ନ୍ୟାୟ ପରାୟଣତା ତା'ର ସିଂହାସନକୁ ଦୃଢ଼ୀଭୂତ କରେ। ଯୁବକମାନଙ୍କ ଶକ୍ତି ସେମାନଙ୍କ ଗୌରବ ଅଟେ, କିନ୍ତୁ ଧୂସର କେଶ ବୃଦ୍ଧମାନଙ୍କର ଭୂଷଣ ଅଟେ। ଆଘାତଜନକ ପ୍ରହାର ମନ୍ଦ ତାକୁ ସୁଧପୁତ କରେ ଓ ଦଣ୍ଡାଘାତ ମନର ଅନ୍ତରତମ ସ୍ଥାନକୁ ଶୁଦ୍ଧ କରେ। ଅଧ୍ୟାୟ 21। ରାଜାଙ୍କ ହୃଦୟ ପ୍ରଭୁଙ୍କ ହସ୍ତରେ ଏକ ଜଳସ୍ରୋତ ସଦୃଶ। ସେ ତାହାକୁ ନିଜ ଇଚ୍ଛା ମୁତାବକ ଯେକୌଣସି ସ୍ଥାନକୁ ଅପ୍ରବାହିତ କରାନ୍ତି। ଜଣେ ମନୁଷ୍ୟର ଦୃଷ୍ଟିରେ ତା'ର ମାର୍ଗ ସକଳ ଉତ୍ତମ, କିନ୍ତୁ ପ୍ରଭୁ ହୃଦୟକୁ ଓଜନ କରି ଦେଖନ୍ତି। ନୈବେଦ୍ୟ ଉତ୍ସର୍ଗ କରିବା ଅପେକ୍ଷା ନୀତିନିଷ୍ଠ ତଥା ନ୍ୟାୟ ବିଚାର ପ୍ରଭୁଙ୍କ ସନ୍ନିଧାନରେ ଅଧିକ ଗ୍ରହଣୀୟ। ଦୁଷ୍ଟ ବ୍ୟକ୍ତିମାନଙ୍କର ପ୍ରଦୀପ ସଦୃଶ ହେଉଥିବା ଅବଜ୍ଞାକାରୀ ଚକ୍ଷୁ ତଥା ଗର୍ବିତ ହୃଦୟ ପାପଜନକ ଅଟେ। ଉତ୍ସାହୀ ବ୍ୟକ୍ତିମାନଙ୍କ ଆଲୋଚନା ଅବଶ୍ୟ ଐଶ୍ୱର୍ଯ୍ୟଶାଳୀ ହେବ, କିନ୍ତୁ ବିଚାର ଶୂନ୍ୟ ବ୍ୟକ୍ତିଗଣ ଅଭାବରେ ପଡ଼ନ୍ତି। ମିଥ୍ୟାବାଦୀ ଜିହ୍ୱା ଦ୍ୱାରା ଅର୍ଜିତ ସମ୍ପଦ ଏକ କ୍ଷଣସ୍ଥାୟୀ ବାଷ୍ପ ତଥା ମୃତ୍ୟୁର ଫାଶ ଅଟେ। ଦୁଷ୍ଟ ବ୍ୟକ୍ତିମାନଙ୍କ ହିଂସା ସେମାନଙ୍କୁ ଉଡ଼ାଇ ଘେନିଯିବ, କାରଣ ନ୍ୟାଯ୍ୟ ସମ୍ପାଦନ କରିବା ପାଇଁ ସେମାନେ ଅସମତ ହୁଅନ୍ତି। ଦୋଷୀମାନଙ୍କର ମାର୍ଗ କୁଟିଳ, କିନ୍ତୁ ନିର୍ଦ୍ଦୋଷୀମାନଙ୍କ ଆଚରଣ ସଳଖ। ଜଣେ କଳହପ୍ରିୟା ନାରୀ ସହ ଗୃହରେ ବାସ କରିବା ଅପେକ୍ଷା ଗୃହ ଛାତର ଏକ କୋଣରେ ରହିବା ବରଂ ଶ୍ରେୟସ୍କର। ଦୁଷ୍ଟ ବ୍ୟକ୍ତିର ମନ ଅନିଷ୍ଟ କାମନା କରେ। ନିର୍ଦ୍ଦୟ ଚକ୍ଷୁରେ ସେ ନିଜ ପ୍ରତିବେଶୀକୁ ଅବଲୋକନ କରେ। ଜଣେ ଉପହାସକ ଯେବେ ଦଣ୍ଡିତ ହୁଏ, ତେବେ ଜଣେ ସରଳମନା ବ୍ୟକ୍ତି ଜ୍ଞାନ ସମ୍ପନ୍ନ ହୁଏ। ଜଣେ ବିଜ୍ଞ ବ୍ୟକ୍ତି ଯେବେ ଶିକ୍ଷୋପଦେଶ ପାଏ, ତେବେ ସେ ଅଧିକ ଜ୍ଞାନ ଲାଭ କରେ। ନୀତିନିଷ୍ଠ ବ୍ୟକ୍ତି ଦୁଷ୍ଟ ଲୋକମାନଙ୍କ ଗୃହକୁ ନିରୀକ୍ଷଣ କରେ। ଦୁଷ୍ଟ ବ୍ୟକ୍ତିଗଣ ବିନାଶ କବଳରେ ନିକ୍ଷିପ୍ତ ହୁଅନ୍ତି। ଯିଏ ନିର୍ଦ୍ଧନମାନଙ୍କର କ୍ରନ୍ଦନ ଶୁଣେ ନାହିଁ, ସେ ନିଜେ ରୋଦନ କରିବ, କେହି ତା ପ୍ରତି କର୍ଣ୍ଣପାତ କରିବ ନାହିଁ। ଗୋପନରେ ପ୍ରଦତ୍ତ ଉପହାର କୋପକୁ ଏକ କଳରେ ପ୍ରଦତ୍ତ ଲାଞ୍ଚ ଉଗ୍ର କ୍ରୋଧକୁ ପ୍ରଶମିତ କରେ। ନ୍ୟାୟ ସମ୍ପାଦିତ ହେଉଥିବା ଦେଖି ଧାର୍ମିକମାନେ ସନ୍ତୋଷ ପ୍ରକାଶ କରନ୍ତି, କିନ୍ତୁ ଦୁଷ୍କର୍ମୀମାନେ ସେଥିରେ ଆକୁଳିତ ହୁଅନ୍ତି। ଯିଏ ଜ୍ଞାନ ପଥରୁ ବିମୁଖ ହୁଏ, ସେ ମୃତମାନଙ୍କ ସମ୍ମିଳନୀ ସ୍ଥାନରେ ବାସ କରିବ। ଯିଏ ଆରାମବିଳାସୀ, ସେ ଦରିଦ୍ର ହେବ, ଓ ଯିଏ ଦ୍ରାକ୍ଷାରସ ତଥା ତୈଳ ପ୍ରତି ଅଭିଳାଷୀ, ସେ ଧନଶାଳୀ ହେବ ନାହିଁ। ଦୁଷ୍ଟ ବ୍ୟକ୍ତି ଧାର୍ମିକମାନଙ୍କ ନିମନ୍ତେ ଓ ଅବିଶ୍ୱସ୍ତ ବ୍ୟକ୍ତି ନୀତିନିଷ୍ଠ ଲୋକଙ୍କ ସକାଶେ ଏକ ମୋଚନ ମୂଲ୍ୟ ଅଟେ। ଜଣେ କଳହପ୍ରିୟା ତଥା କ୍ରୁଧା ନାରୀ ସହ ବାସ କରିବା ଅପେକ୍ଷା ମରୁ ପ୍ରାନ୍ତରେ ଅବସ୍ଥାନ କରିବା ଅଧିକ କାମ୍ୟ। ବିଜ୍ଞ ବ୍ୟକ୍ତିର ଗୃହରେ ବହୁମୂଲ୍ୟ ଧନ ସଞ୍ଚିତ ହୁଏ, କିନ୍ତୁ ଜଣେ ନିର୍ଦ୍ଧନ ବ୍ୟକ୍ତି ସେ ସମସ୍ତକୁ ଅପବ୍ୟୟ କରେ। ଯିଏ ନୀତିନିଷ୍ଠ ତଥା ଦୟାର ଅନୁସରଣ କରେ, ସେ ଜୀବନ ତଥା ଶ୍ରଦ୍ଧା ଲାଭ କରିବ। ପରାକ୍ରମୀମାନଙ୍କ ନଗରୀର ପ୍ରାଚୀର ଆରୋହଣ କରି ଜଣେ ବିଜ୍ଞ ବ୍ୟକ୍ତି ପ୍ରବେଶ କରେ। ସେମାନେ ଯେଉଁଠାରେ ଅବସ୍ଥାନ ସ୍ଥାପନ କରନ୍ତି, ସେହି ଦୁର୍ଗକୁ ସେ ଭୂମିସାତ କରେ। ଯିଏ ନିଜର ମୁଖ ତଥା ଜିହ୍ୱାକୁ ନିୟନ୍ତ୍ରଣ କରେ, ସେ ଅନିଷ୍ଟରୁ ରକ୍ଷା ପାଏ। ଯେ ଔଦ୍ଧତ୍ୟପୂର୍ବକ ଆଚରଣ କରେ, ସେହି ଅହଙ୍କାରୀ ତଥା ଗର୍ବୀ ବ୍ୟକ୍ତିର ନାମ ଅଟେ ଉପହାସକ। ଜଣେ ଅଳସୁଆର କାମନା ତାକୁ ନିଧନ କରେ, କାରଣ ତା'ର ହସ୍ତ ପରିଶ୍ରମ କରିବା ନିମନ୍ତେ ସମ୍ମତ ହୁଏ। ଦୁଷ୍ଟ ବ୍ୟକ୍ତିଗଣ
ଦିନ ତମାମ ଲୋଭ କରନ୍ତି, କିନ୍ତୁ ଧାର୍ମିକ ବ୍ୟକ୍ତିଗଣ କୁଣ୍ଠିତ ନ ହୋଇ ଦାନ କରନ୍ତି। ଦୁଷ୍ଟ ବ୍ୟକ୍ତିର ନୈବେଦ୍ୟ ଘୃଣ୍ୟ କୁଚିନ୍ତାର ସହ ତାହା ଯଦି ଉତ୍ସର୍ଗିତ ହୁଏ, ତେବେ ତାହା କେତେ ବା ଅଧିକ ଘୃଣ୍ୟ। ଜଣେ କପଟୀ ସାକ୍ଷୀ ବିନାଶ କରେ ହେବ, କିନ୍ତୁ ଉପଦେଶର ଅନୁସରଣକାରୀ ବାକ୍ୟ ସ୍ଥାୟୀ ହୋଇ ରହିବ। ଜଣେ ଦୁଷ୍ଟ ବ୍ୟକ୍ତି ନିର୍ଭୀକ ମୁଖ ଦର୍ଶାଏ, କିନ୍ତୁ ଜଣେ ନୀତିନିଷ୍ଠ ବ୍ୟକ୍ତି ନିଜର ମାର୍ଗାବଳୀ ସମ୍ବନ୍ଧରେ ଧ୍ୟାନ ଦିଏ। ପ୍ରଭୁଙ୍କ ବିରୁଦ୍ଧରେ କୌଣସି ପ୍ରଜ୍ଞା, ଜ୍ଞାନ କିମ୍ବା ବିବେଚନା ସ୍ଥାୟୀ ଲାଭ କରିପାରିବ ନାହିଁ। ଯୁଦ୍ଧ ଦିନ ପାଇଁ ଘଟକ ସୁସଜ୍ଜିତ କରାଯାଇପାରେ, କିନ୍ତୁ ପ୍ରଭୁ ବିଜୟ ପ୍ରଦାନ କରନ୍ତି। ଅଧ୍ୟାୟ 22। ପ୍ରଚୁର ଧନ ଅପେକ୍ଷା ଏକ ସୁନାମ ଅଧିକ କାମ୍ୟ। ରୌପ୍ୟ ତଥା ସ୍ୱର୍ଣ୍ଣ ଅପେକ୍ଷା ଅନ୍ୟମାନଙ୍କର ପ୍ରୀତି ବରଂ ଶ୍ରେୟସ୍କର। ଧନଶାଳୀ ତଥା ଦରିଦ୍ର ମିଳିତ ହେଉଥିବା ଦେଖାଯାଏ, ପ୍ରଭୁ ହିଁ ସେ ସମସ୍ତଙ୍କର ସ୍ରଷ୍ଟା। ଜଣେ ବିବେକୀ ବିପଦକୁ ଦେଖି ସେଥିରୁ ବିମୁଖ ହୁଏ, କିନ୍ତୁ ଜଣେ ନିର୍ବୋଧ ଲୋକ ଅଗ୍ରସର ହୋଇ ବିପଦାପନ୍ନ ହୁଏ। ବିନମ୍ରତା ତଥା ପ୍ରଭୁଙ୍କ ପ୍ରତି ଭୟ ଭକ୍ତିର ପ୍ରତିଫଳ ସମ୍ପଦ, ସମ୍ଭ୍ରମ ତଥା ଜୀବନ ଅଟେ। କୁଟିଳ ବ୍ୟକ୍ତିମାନଙ୍କର ପଥ କଣ୍ଟକ ତଥା ଫାଶ ଦ୍ୱାରା ପରିପୂର୍ଣ୍ଣ। ଯେ ସ୍ୱଜୀବନକୁ ମୂଲ୍ୟବାନ ମନେକରେ, ସେ ସମସ୍ତରୁ ସେ ଦୂରେଇ ହୋଇ ରହିବ। ଗନ୍ତବ୍ୟ ପଥ ସମ୍ବନ୍ଧରେ ଜଣେ ଶିଶୁକୁ ତା'ର ଶୈଶବ କାଳରୁ ତାଲିମ ଦିଅ, ବାର୍ଦ୍ଧକ୍ୟ କାଳରେ ସେ ସେଥିରୁ ବିମୁଖ ହେବ ନାହିଁ। ନିର୍ଦ୍ଧନମାନଙ୍କ ଉପରେ ଧନଶାଳୀ କର୍ତ୍ତୃତ୍ୱ ବିସ୍ତାର କରେ, ଘାତକ ରଣଦାତାର ଦାସ ଅଟେ। ଯିଏ ଅନ୍ୟାୟ ରୋପଣ କରେ, ସେ ଅନିଷ୍ଟ ଅମଳ କରିବ, ତା'ର କପଦଣ୍ଡ ତା ଉପରେ ହିଁ ପଡ଼ିବ। ଯାହାର ଚକ୍ଷୁ ଉଦାର, ସେ ଆଶୀଷ ପ୍ରାପ୍ତ ହେବ, କାରଣ ସେ ନିଜ ଆହାରର ଏକ ଭାଗ ଦରିଦ୍ରକୁ ଦିଏ। ଉପହାସକକୁ ତଡ଼ି ଦିଅ, ତେବେ ଯାଇ କଳହ ବହିଷ୍କୃତ ହେବ ଓ କଳହ ତଥା ଅପମାନର ପରିସମାପ୍ତି ଘଟିବ। ଯେ ହୃଦୟ ନିର୍ମଳତାର ସ୍ନେହୀ ଓ ଯାହାର ବାର୍ତ୍ତାଳାପ ପ୍ରୀତିକର, ସେ ରାଜାଙ୍କ ମିତ୍ର ହେବ। ପ୍ରଭୁଙ୍କ ଚକ୍ଷୁ ଜ୍ଞାନ ପ୍ରାପ୍ତ ଲୋକକୁ ନିରୀକ୍ଷଣ କରେ, କିନ୍ତୁ ସେ ଅବିଶ୍ୱସ୍ତ ବ୍ୟକ୍ତିମାନଙ୍କ ବାକ୍ୟକୁ ଖଣ୍ଡନ କରେ। ଜଣେ ଅଳସୁଆ କହେ, ବାହାରେ ଗୋଟିଏ ସିଂହ ଅଛି, ମୁଁ ରାସ୍ତାରେ ନିହତ ହେବି। ଦୁଶ୍ଚରିତ୍ରା ନାରୀର ମୁଖ ଏକ ଅଗାଧ ଗର୍ତ୍ତ। ଯିଏ ପ୍ରଭୁଙ୍କ କ୍ରୋଧପାତ୍ର, ସେ ସେଥିରେ ପଡ଼ିବ। ଶିଶୁଟିର ହୃଦୟରେ ମୂଢ଼ତା ଗଚ୍ଛିତ ହୋଇ ରହିଛି, କିନ୍ତୁ ଅନୁଶାସନର ଦଣ୍ଡ ତାହାକୁ ବହିଷ୍କୃତ କରେ। ନିଜ ସମ୍ପଦକୁ ପରିବର୍ତ୍ତିତ କରିବା ପାଇଁ ଯିଏ ନିର୍ଦ୍ଧନମାନଙ୍କ ପ୍ରତି ଅତ୍ୟାଚାର କରେ କିମ୍ବା ଧନଶାଳୀକୁ ଦାନ କରେ, ସେ ନିଶ୍ଚୟ ଅଭାବରେ ପଡ଼ିବ। ଜ୍ଞାନୀମାନଙ୍କ ନୀତି ବଚନ। ମନୋଯୋଗ ପୂର୍ବକ ଜ୍ଞାନୀମାନଙ୍କ କଥା ପ୍ରତି କର୍ଣ୍ଣପାତ କର। ମୁଁ ଯେଉଁ ଜ୍ଞାନ ପୋଷଣ କରେ, ତାହା ପ୍ରତି ମନୋନିବେଶ କର। ତୁମେ ଯଦି ତାକୁ ତୁମ ଅନ୍ତରରେ ରଖ ଓ ସେ ସମସ୍ତକୁ ତୁମ ଅଧରରେ ପ୍ରସ୍ତୁତ କରି ରଖ, ତେବେ ତାହା ପ୍ରୀତିକର ହେବ। ତୁମେ ଯେପରି ପ୍ରଭୁଙ୍କ ଠାରେ ଆସ୍ଥା ସ୍ଥାପନ କର, ସେଥିପାଇଁ ମୁଁ ତାହା ତୁମକୁ ଆଜି ବିଦିତ କରିଅଛି। ମୁଁ କ'ଣ ତୁମ ନିମନ୍ତେ ଉପଦେଶ ତଥା ଜ୍ଞାନପୂର୍ଣ୍ଣ 30 ଗୋଟି ନୀତିବାକ୍ୟ ଲେଖି ନାହିଁ? ଯେଉଁମାନେ ତୁମକୁ ପଠାଇଛନ୍ତି, ସେମାନଙ୍କୁ ଯେପରି ଯଥାର୍ଥ ଉତ୍ତର ଦେଇପାର ଓ ତୁମେ ନ୍ୟାଯ୍ୟ ତଥା ସତ୍ୟ ବିଷୟ ବୁଝିପାର, ସେଥିସକାଶେ ତାହା ଉଦ୍ଦିଷ୍ଟ। ସେ ଜଣେ ଦରିଦ୍ର ଥିବା ଯୋଗୁଁ ତୁମେ ତା'ର ବସ୍ତୁକୁ ଅପହରଣ କର ନାହିଁ, କିମ୍ବା ପୀଡ଼ିତ ବ୍ୟକ୍ତିମାନଙ୍କୁ ଦ୍ୱାର ଦେଶରେ ଉପଦ୍ରବ କର ନାହିଁ। କାରଣ ସେମାନଙ୍କର ପକ୍ଷ ନେଇ ପ୍ରଭୁ ସେମାନଙ୍କୁ ସମର୍ଥନ କରିବେ ଏବଂ ଯେଉଁମାନେ ସେମାନଙ୍କ ଦ୍ରବ୍ୟ ସବୁ ଅଧିକାର କରିଥିଲେ, ସେମାନଙ୍କୁ ସେ ଜୀବନରୁ ବଞ୍ଚିତ କରାଇବେ।
କ୍ରୋଧ ବ୍ୟକ୍ତି ସହ ବନ୍ଧୁତ୍ୱ ସ୍ଥାପନ କର ନାହିଁ କିମ୍ବା କ୍ରୋଧାନ୍ୱିତ ବ୍ୟକ୍ତିର ସହଗାମୀ ହୁଅ ନାହିଁ। ତାହା ଯଦି କରୁଥାଅ ତେବେ ତୁମେ ମଧ୍ୟ ତାର ମାର୍ଗାବଳୀର ଶିକ୍ଷା ଲାଭ କରିବ ଓ ତୁମେ ନିଜକୁ ଫାଶରେ ପକାଇବ। ଅନ୍ୟମାନଙ୍କର ଦେଣା ପାଇଁ ବନ୍ଧକ କିମ୍ବା ସେମାନଙ୍କ ପାଇଁ ପଣ ସ୍ୱରୂପ ହେଉଥିବା ବ୍ୟକ୍ତିମାନଙ୍କ ସଦୃଶ ତୁମେ ହୁଅ ନାହିଁ। ଋଣ ପରିଶୋଧ କରିବା ପାଇଁ ଯଦି ତୁମର କିଛି ନଥାଏ ତେବେ ତୁମର ଶଯ୍ୟାକୁ ନେଇଯିବା ସକାଶେ ତୁମେ ତାକୁ କାହିଁକି ସୁଯୋଗ ଦେବ? ତୁମ ପିତୃପୁରୁଷମାନେ ପୂର୍ବରେ ଯେଉଁ ସୀମାରେଖା ସ୍ଥାପନ କରିଥିଲେ ତାହାକୁ ସ୍ଥାନାନ୍ତର କର ନାହିଁ। ନିଜ କର୍ମାବଳୀରେ ଦକ୍ଷ ଜଣେ ବ୍ୟକ୍ତିକୁ ତୁମେ କ'ଣ ଦେଖୁଅଛ? ରାଜାମାନଙ୍କ ସମ୍ମୁଖରେ ସେ ଦଣ୍ଡାୟମାନ ହେବ, ସେ ସାମାନ୍ୟ ଲୋକମାନଙ୍କ ଆଗରେ ଛିଡ଼ା ହେବ ନାହିଁ। ଅଧ୍ୟାୟ 23। ତୁମେ ଯେତେବେଳେ ଭକ୍ଷଣ କରିବା ପାଇଁ ଅଧିପତିମାନଙ୍କ ସହ ଆସୀନ ହେବ, ତୁମ ସମ୍ମୁଖରେ ଯାହା ପରିବେଶିତ ହୋଇଛି ତାହା ମନୋଯୋଗପୂର୍ବକ ନିରୀକ୍ଷଣ କର। ତୁମେ ଯଦି ଜଣେ ଭୋଗବିଳାସୀ, ତେବେ ସେ ସମୟରେ ତୁମର ଗଳା ନଳୀରେ ଗୋଟିଏ ଝୁରିକା ରଖିଦିଅ। ତାର ସେହି ରୁଚିକର ଖାଦ୍ୟ ପ୍ରତି ଲୋଭ କର ନାହିଁ, କାରଣ ତାହା ପ୍ରବଞ୍ଚନାତ୍ମକ ଖାଦ୍ୟ ଅଟେ। ସମ୍ପଦର ଅର୍ଜନ ପାଇଁ ଅତ୍ୟଧିକ ପରିଶ୍ରମ କର ନାହିଁ, ସେଥିରୁ ନିବୃତ୍ତ ହେବା ପାଇଁ ଯଥୋଚିତ ବୁଦ୍ଧି ପ୍ରଦର୍ଶନ କର। ତୁମେ ଯେତେବେଳେ ତାହା ପ୍ରତି ଦୃଷ୍ଟି ଦେବ, ସେହି କ୍ଷଣି ତାହା ଅଦୃଶ୍ୟ ହେବ। ଉତ୍କର୍ଷ ପକ୍ଷୀ ଯେପରି ଆକାଶ ଆଡ଼କୁ ଉଡ଼ିଯାଏ, ସେହିପରି ତାହା ପକ୍ଷ ଲାଭ କରି ଉଡ଼ିଯାଏ। କୃପଣ ବ୍ୟକ୍ତିର ଭକ୍ଷଣ ଆହାର କର ନାହିଁ, ତାର ରୁଚିକର ଖାଦ୍ୟ ପ୍ରତି ଲୋଭ କର ନାହିଁ। ନିଜ ମନରେ ଗଣନା କରୁଥିବା ଜଣେ ବ୍ୟକ୍ତି ସଦୃଶ ସେ ଅଟେ। ସେ ତୁମକୁ କହିବ, ଭୋଜନ ତଥା ପାନ କର, କିନ୍ତୁ ସେ ହୃଦୟରୁ ତାହା କହେ ନାହିଁ। ତୁମେ ଯାହା ଭକ୍ଷଣ କରିଅଛ ତାହାକୁ ବାନ୍ତି କରିବ ଓ ତୁମ ପ୍ରୀତିକର ବାକ୍ୟ ସବୁ ଅପବୃତ ହେବ। ଜଣେ ମୂଢ଼ ବ୍ୟକ୍ତିର କର୍ଣ୍ଣଗୋଚରରେ ବାର୍ତ୍ତାଳାପ କର ନାହିଁ, କାରଣ ତୁମ କଥାର ବିଜ୍ଞତା ତା ଅବମାନନା କରିବ। ଗୋଟିଏ ପୁରାତନ ସୀମାରେଖାକୁ ସ୍ଥାନାନ୍ତର କର ନାହିଁ କିମ୍ବା ପିତୃହୀନମାନଙ୍କ କ୍ଷେତଗୁଡ଼ିକୁ କରାୟତ୍ତ କର ନାହିଁ, କାରଣ ସେମାନଙ୍କର ରକ୍ଷକ ଶକ୍ତିଶାଳୀ ଅଟନ୍ତି। ସେମାନଙ୍କ ପକ୍ଷ ନେଇ ସେ ତୁମ ବିରୁଦ୍ଧରେ ଯୁକ୍ତିବାଦ କରିବେ। ବିଦ୍ୟାର ଅର୍ଜନ ପାଇଁ ତୁମର ମନ ଓ ଜ୍ଞାନ ବିଶିଷ୍ଟ ବାକ୍ୟ ପ୍ରତି ତୁମର କର୍ଣ୍ଣକୁ ମନୋନିବେଶ କର। ପିଲାକୁ ଶାସ୍ତି ଦେବା ପାଇଁ କ୍ଷାନ୍ତ ହୁଅ ନାହିଁ। ତୁମେ ଯଦି ତାକୁ ଯଷ୍ଟି ଦ୍ୱାରା ଆଘାତ କର, ତେବେ ସେ ମୃତ୍ୟୁବରଣ କରିବ ନାହିଁ। ତୁମେ ଯଦି ତାକୁ ଯଷ୍ଟି ଦ୍ୱାରା ପ୍ରହାର କରିବ, ତେବେ ତାର ଜୀବନକୁ ତୁମେ ପାତାଳରୁ ରକ୍ଷା କରିବ। ମୋର ବତ୍ସ, ତୁମର ହୃଦୟ ଯଦି ବିଜ୍ଞ ହୋଇଥାଏ, ତେବେ ମୋର ହୃଦୟ ମଧ୍ୟ ସନ୍ତୁଷ୍ଟ ହେବ। ତୁମ ଅଧର ଯେବେ କଠିନ କଥା କହିବ, ତେବେ ମୋର ଆତ୍ମା ଆହ୍ଲାଦିତ ହେବ। ତୁମର ହୃଦୟ ପାପୀମାନଙ୍କ ପ୍ରତି ଈର୍ଷାନ୍ୱିତ ନ ହେଉ, ବରଂ ଦିନ ତମାମ ପ୍ରଭୁଙ୍କ ପ୍ରତି ଭୟଭକ୍ତି ପ୍ରଦର୍ଶନରେ ବ୍ରତୀ ହୁଅ। ତୁମ ପାଇଁ ଅବଶ୍ୟ ଏକ ଭବିଷ୍ୟତ ରହିଛି ଓ ତୁମର ଆସ୍ଥା ବ୍ୟର୍ଥ ହେବ ନାହିଁ। ମୋର ବତ୍ସ, ଶୁଣ ଓ ବିଜ୍ଞ ହୁଅ। ତୁମ ମନକୁ ସୁପଥରେ କଢ଼ାଇ ନିଅ। ଅପରିମିତ ଦ୍ରାକ୍ଷାରସ ପାନ କରୁଥିବା ଓ ଉଦର ଭରି ମାଂସ ଭକ୍ଷଣ କରୁଥିବା ବ୍ୟକ୍ତିମାନଙ୍କ ସଦୃଶ ହୁଅ ନାହିଁ, କାରଣ ଜଣେ ମଦ୍ୟପୀ ତାହା ପେଟୁ ଦାରିଦ୍ର୍ୟ ଅବସ୍ଥାରେ ପଡ଼ିବ। ପାନୋନ୍ମତ୍ତ ଜନିତ ନିଦ୍ରା ମନୁଷ୍ୟକୁ ଛିନ୍ନ ବସ୍ତ୍ର ପରିହିତ କରାଇବ। ତୁମର ଜନ୍ମଦାତା ପିତାଙ୍କୁ ଶୁଣ ଓ ତୁମର ବୃଦ୍ଧା ଜନନୀକୁ ଅବମାନନା କର ନାହିଁ। ସତ୍ୟତା କ୍ରୟ କର, ତାହାକୁ କେବେ ହେଁ ବିକ୍ରୟ କର ନାହିଁ। ପ୍ରଜ୍ଞା, ଶିକ୍ଷୋପଦେଶ ତଥା ଜ୍ଞାନ କ୍ରୟ କର। ନୀତିନିଷ୍ଠ ବ୍ୟକ୍ତିର ପିତା ଅତ୍ୟଧିକ ଆନନ୍ଦିତ ହେବ।
ଯିଏ ବିଜ୍ଞ ପୁତ୍ରର ଜନକ ସେ ତାଠାରେ ସନ୍ତୋଷ ଲାଭ କରିବ। ତୁମ ପିତାମାତା ଆନନ୍ଦିତ ହୁଅନ୍ତୁ, ତୁମର ଜନ୍ମଦାତ୍ରୀ ଆହ୍ଲାଦିତ ହେଉ। ମୋର ବତ୍ସ, ତୁମ ହୃଦୟ ମୋ ପ୍ରତି ମନୋନିବିଷ୍ଟ ହେଉ ଓ ତୁମ ଚକ୍ଷୁ ମୋର ମାର୍ଗାବଳୀକୁ ନିରୀକ୍ଷଣ କରୁ। କାରଣ ଜଣେ ଗଣିକା ଏକ ଅଗାଧ ଗର୍ତ୍ତ ଅଟେ ଓ ଜଣେ ସାହସିକ କର୍ମକାରିଣୀ ଏକ ସଂକୀର୍ଣ୍ଣ କୂପ ଅଟେ। ସେ ଜଣେ ତସ୍କର ସଦୃଶ ଛକି ବସେ ଓ ମନୁଷ୍ୟମାନଙ୍କ ହୃଦୟ ମଧ୍ୟରେ ଅବିଶ୍ୱସ୍ତମାନଙ୍କର ସଂଖ୍ୟା ପରିବର୍ତ୍ତିତ କରାଏ। କ୍ଲେଶ କାହାର, ଦୁଃଖ କାହାର, କଳହ କାହାର, ଅଭିଯୋଗ କାହାର, ଅକାରଣରେ କିଏ କ୍ଷୟ ପ୍ରାପ୍ତ, କାହାର ଚକ୍ଷୁ ରଙ୍ଗିତ। ଯେଉଁମାନେ ଦ୍ରାକ୍ଷାରସରେ ଉନ୍ମତ୍ତ ହୋଇ ସମୟ ଅପବ୍ୟୟ କରନ୍ତି, ସେମାନେ ମିଶ୍ରିତ ଦ୍ରାକ୍ଷାରସ ଆସ୍ୱାଦନ ପାଇଁ ଭ୍ରମଣ କରନ୍ତି। ତାହା କେବଳ ସେହିମାନଙ୍କର ଅଟେ। ଦ୍ରାକ୍ଷାରସ ଯେବେ ଲାଲ ବିଶିଷ୍ଟ ଓ ସ୍ଫୁଲିଙ୍ଗ ବିକିଳକରଣ କରି ଉଚ୍ଛ୍ୱସିତ ହୁଏ, ତେବେ ତାହା ପ୍ରତି ଦୃଷ୍ଟି ଦିଅ ନାହିଁ, କାରଣ ପରିଶେଷରେ ତାହା ସର୍ପ ପରି ଦଂଶନ କରିବ ଓ ବିଷଧର ସର୍ପ ସଦୃଶ ଦନ୍ତାଘାତ କରିବ। ତୁମ ଚକ୍ଷୁ ବିଚିତ୍ର ଦୃଶ୍ୟ ଦେଖିବ ଓ ତୁମ ମନ ଦୁର୍ଦ୍ଦମ କଥା କହିବ। ସମୁଦ୍ରରେ ଶୟନ କରୁଥିବା ଓ ଜାହାଜର ମାସ୍ତୁଲ ଉପରେ ନିଦ୍ରା ଯାଇଥିବା ବ୍ୟକ୍ତି ସଦୃଶ ତୁମେ ହେବ। ସେ ସମୟରେ ତୁମେ କହିବ, ସେମାନେ ମୋତେ ଆଘାତ କଲେ, କିନ୍ତୁ ମୁଁ କ୍ଷତପ୍ରାପ୍ତ ହେଲି ନାହିଁ। ସେମାନେ ମୋତେ ପ୍ରହାର କଲେ, କିନ୍ତୁ ମୁଁ କିଛି ଜାଣିନାହିଁ। ମୁଁ ବା କେବେ ଉଜାଗର ହୋଇ ଉଠିବି, ସେ ସମୟରେ ମୁଁ ପୁନରାୟ ପାନ କରିବି।